Hello students, this is Basudev Punda. Welcome to Master of English. Welcome and the class English. Yes, the doctor's word. Last thing. टिके बाकी अच्छी पिले within 5 to 7 minutes हम start दवाजी. ठीक है जी. So last unit of the doctor's word. या पर हमें जो text based question answer तापर जो yes multiple choice question रो revision को. तो आरंभ करिबा. So what is there in the warm up session? Does a patient life hang on doctor's word? ସତରେ କ'ଣ ଡାକ୍ତରର କଥା ଉପରେ ରୋଗୀର ଜୀବନ ନିର୍ଭର କରେ? Was it true in case of Dr. Raman? ଏଇଟା କ'ଣ ଡକ୍ଟର ରମନଙ୍କ କ୍ଷେତ୍ରରେ ସତ୍ୟ ଥିଲା? How did he realize the truth of the words? ସେ କିଭଳି ତାଙ୍କ କଥାର ତାତ୍ପର୍ଯ୍ୟକୁ ଅନୁଭବ କଲେ? There is a divinity that shapes our ends. ତାପରେ ସର୍ବୋପରି ଏକ ଐଶ୍ୱରିକ ଶକ୍ତି ଅଛି ଯିଏ ଆମର ଭାଗ୍ୟ ନିର୍ଦ୍ଧାରଣ କରେ. So read the concluding unit of the text for your answer. এই ସବୁ ପ୍ରଶ୍ନର ଉତ୍ତର ଆମକୁ ଏଇ ପାର୍ଟରେ ମିଳିବ. So on his way home, he stopped for a moment at his hospital. ତ ଡାକ୍ତର ତା ଏକ ବନ୍ଧୁକୁ ପ୍ରତିଶ୍ରୁତି ଦେଲେ ଯେ ସେ ମରିବନି ବୋଲିକି ଆଉ ସେ ଘରକୁ ଯାଉଛନ୍ତି ନାଇଁ କି. So what happens on his way home? ତାଙ୍କ ଘରକୁ ଯିବା ରାସ୍ତାରେ he stopped for a moment at his hospital. ତାଙ୍କର ଯେଉଁ ହସ୍ପିଟାଲ ଥିଲା ସେ ହସ୍ପିଟାଲ ପାଖରେ ଟିକେ ସେ ରହିଗଲେ. called out his assistant. ତାଙ୍କ ଆସିଷ୍ଟାଣ୍ଟକୁ ଡାକିଲେ and said କହିଲେ that lolly extension case. ସେ ଯେଉଁ lolly extensionର ପେସେଣ୍ଟର କଥା. You might expect the collapse any second now. କ'ଣ କହିଲେ? You might expect the collapse. expect ମାନେ ଆଶା କରିବା. You might expect ତମେ ଯେକୌଣସି ସମୟରେ ବି ସେ ପେସେଣ୍ଟ କୋଲାପ୍ସ ହେଇପାରେ. କୋଲାପ୍ସ କହିଲେ ଏଠି ମୃତ୍ୟୁ. expect the collapse any second now. ବର୍ତ୍ତମାନ ଠାରୁ ଯେକୌଣସି ସମୟରେ ବି ସେ କୋଲାପ୍ସ ହେଇପାରେ ମାନେ ମରିଯାଇପାରେ. go there with a tube of gas in hand. ଏଠି gas କହିଲେ କ'ଣ ରଖିଲେ? yes it's poison. ତ poison injection ଗୋଟେ tube କହିଲେ injection. poison injection ଗୋଟେ ନେଇକି ଯିବା ପାଇଁ ତାଙ୍କର ତାର ଯେଉଁ ସହାୟକ ଥିଲା ତାକୁ ଡାକ୍ତର କହିଲେ. କାରଣ କ'ଣ? in hand and give it in case the struggle is too hard. give it ୟାକୁ ଦେବ କେତେବେଳେ? in case the struggle is too hard. struggle କହିଲେ ସଂଘର୍ଷ. ମଲା ବେଳକୁ ମଣିଷ ଯେଉଁ କଷ୍ଟ ପାଏ ସେଇ କଷ୍ଟଟା ମାନେ ଯେତେବେଳେ ବେଶୀ ହେଇଯିବ କଷ୍ଟ ମଣିଷ ବହୁତ ହଇରାଣ ହେବ, କଷ୍ଟ ହେବ, ବହୁତ ଦୁଃଖ ହୁଏ. ତ ସେଇ ଜାଗାରେ ଯଦି ବହୁତ କଷ୍ଟ ପାଇବ ସେ ମଲା ବେଳକୁ ତାହେଲେ ଏଇଟା ଦେଇଦେଲେ ସେ ସ୍ମୁଥଲି ମରିପାରିବ ବୋଲି ଡାକ୍ତର କ'ଣ କଲେ? ତାକୁ ପଠେଇଲେ. କାହାକୁ? ଆସିଷ୍ଟାଣ୍ଟକୁ. କ'ଣ ଦେଖି? with a tube of poison, with poisonous injection. hurry up, जल्दी जाओ. next morning he was back at lolly extension at 10. ତାର ଦିନ ସକାଳ 10ଟା ସମୟରେ ଡାକ୍ତର ଗୋପାଳ ଘରକୁ ଆଇଲେ. ଲଲି ଏକ୍ସଟେନସନକୁ ଆଇଲେ. from his car, ତାଙ୍କ କାର ଉପରୁ he made a dash for the sick bed. dash କହିଲେ ବଡ଼ ବଡ଼ ପାଦ ପକେଇକି ସେ ରୋଗୀର ବେଡ୍ ଆଡ଼କୁ ଚାଲିଗଲେ. ଜୋର ଜୋରରେ ଚାଲିଗଲେ. he made a dash, quick walk. dash କହିଲେ quick walk for the sick bed. the patient was awake and looked very well. the patient was awake and looked very well. ରୋଗୀଟି ଚେଇଁଥିଲା and looked very well ଏବଂ ସେ ଫ୍ରେଶ୍ ଦେଖାଯାଉଥିଲା, ସୁନ୍ଦର ଦେଖାଯାଉଥିଲା. the assistant reported. ଆସିଷ୍ଟାଣ୍ଟ ତାଙ୍କର ସହାୟକ ଯିଏ ଥିଲା ସିଏ ରିପୋର୍ଟ କଲା ମାନେ ଜଣେଇଲା. satisfactory pulse. ନାଡ଼ି ସନ୍ତୋଷଜନକ ଭାବେ ଠିକ୍ ଠାକ୍ ଚାଲୁଛି. the doctor put his tube at his heart. tube କହିଲେ stethoscope. ଡାକ୍ତର କ'ଣ କଲେ? ତାଙ୍କ stethoscopeକୁ ତା ଛାତିରେ ପକେଇ ଦେଲେ ଜାଣିବା ପାଇଁ, ହୃଦସ୍ପନ୍ଦନକୁ ଜାଣିବା ପାଇଁ. listen for a while. କିଛି ସମୟ ପାଇଁ ଶୁଣିଲେ. and told the sick man's wife. ଏବଂ ଗୋପାଳର ସ୍ତ୍ରୀକୁ କହିଲେ. told the sick man's wife, don't look so unhappy lady. ହେ ଭଦ୍ର ମହିଳା ତମେ ଆଉ ମନ ଦୁଃଖ କର ନାହିଁ. କ'ଣ କହିଲେ? yes don't look so unhappy lady. your husband will live to be 90. ତମ ସ୍ୱାମୀ will live to be 90. 90 ବର୍ଷ ବଞ୍ଚିବେ. 90 ବର୍ଷ ନିଶ୍ଚିତ ଭାବେ ବଞ୍ଚିବେ. when they were going back to the hospital. ତ ୟା ପରେ ଯେତେବେଳେ ସେ ଫେରୁଥିଲେ କେଉଁଠିକି? ହସ୍ପିଟାଲକୁ. the assistant sitting beside him in the car asked. ତାଙ୍କର ଯେଉଁ ସହାୟକ ଥିଲା
ଯିଏକି କାର୍ର ପଛପଟେ ବସିଥିଲା ସେ ପଚାରିଲା, ଇଜ୍ ଏ ଗୋଇଂ ଟୁ ଲିଭ୍ ସାର୍? ସେ ସତରେ କ'ଣ ବଞ୍ଚିବ ସାର୍ 90 ବର୍ଷ ପର୍ଯ୍ୟନ୍ତ? ଦ ଡକ୍ଟର ସେଡ୍, ଆଇଲ୍ ବ୍ୟାଟ୍ ଅନ୍ ଇଟ୍। ମୁଁ ବାଜି ଲଗେଇକି କହିପାରେ ଏ କଥା। ମାନେ ମୋର ଏତେ ଦିନର ପ୍ରାକ୍ଟିସ୍ରେ ବାଜି ଲଗେଇକି କହିପାରେ ହି ୱିଲ୍ ଲିଭ୍ ଟୁ ବି 90। ସେ 90 ବର୍ଷ ନିଶ୍ଚିତ ଭାବେ ବଞ୍ଚିବ। ହି ହାଜ୍ ଟର୍ନ ଦ କର୍ଣ୍ଣର କହିଲେ କ'ଣ ପିଲା? ଚେଞ୍ଜ ଦ ସିଚୁଏସନ୍, ଯମଦ୍ୱାରରୁ ଫେରି ଆସିବା। ସୋ ଏଠି କ'ଣ କହିଛନ୍ତି? ଟର୍ନ ଦ କର୍ଣ୍ଣର କହିଲେ ମାନେ ଇମ୍ପସିବଲ୍କୁ ପସିବଲ୍ କରିବା, ଅସମ୍ଭବକୁ ସମ୍ଭବ କରିବା। ତ ସେ ମୃତ୍ୟୁ ମୁଖରୁ ଫେରି ଆସିଛି। ହାଉ ହି ହାଜ୍ ସର୍ଭାଇଭ୍ଡ, କେମିତି ସେ ବଞ୍ଚିଲା? ସର୍ଭାଇଭ୍ଡ ଦିସ୍ ଆଟାକ୍, ଏଇ ଯେଉଁ ହାର୍ଟ ଆଟାକ୍ ହେଇଥିଲା ଏଥିରେ ସେ କେମିତି ବଞ୍ଚିଲା? ୱିଲ୍ ବି ଏ ପଜଲ୍। ପଜଲ୍ କହିଲେ କ'ଣ ପିଲେ? ଗୋଲକ ଧନ୍ଦା, ଅସମାହିତ ପ୍ରଶ୍ନ ତୁମେ କହିପାର। ୱିଲ୍ ବି ଏ ପଜଲ୍ ଟୁ ମି ଅଲ୍ ମାଇ ଲାଇଫ୍। ମୋ ଜୀବନ ସାରା ଏ ପ୍ରଶ୍ନର ଉତ୍ତର ମୋତେ ସବୁବେଳେ ଘାଣ୍ଟୁଥିବ ଯେ ସେ କେମିତି ବଞ୍ଚିଲା, ତାର ଉତ୍ତର ମୁଁ ଖୋଜିବା ପାଇଁ ଚେଷ୍ଟା କରେ। ରିପ୍ଲାଏଡ୍ ଦ ଡକ୍ଟର, ଡାକ୍ତର ଆସିଷ୍ଟାଣ୍ଟକୁ ଉତ୍ତର ଦେଲେ। ସୋ ଦ୍ୟାଟ୍ସ ଅଲ୍ ଫର୍ ଦ କ୍ଲାସ୍। ସି ୟୁ in the questions and answers text based section, the next video. Bye bye, take care.